ରାତିରେ ଅନଲାଇନ ଗେମ୍ ଖେଳି ହାତ କାଟି ବେକରେ ଦୌଡ଼ି ଦେଇଦେଲା ଯୁବକ। ଫ୍ରି ଫାୟାର ଗେମ୍ ଖେଳି ଜୀବନ ହାରିଲେ 17 ବର୍ଷର ନାବାଳକ। ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ନାବାଳକ ଦୁର୍ଗା ଦତ୍ତ। କୁଜଙ୍ଗ ଥାନା ଅଧୀନ ସନ୍ତରା ଗ୍ରାମରେ ଘଟିଛି ଏଭଳି ଅଘଟଣ। ସନ୍ତରା ଗ୍ରାମର ଜଣେ 17 ବର୍ଷର ନାବାଳକ ଦୁର୍ଗା ଦତ୍ତ ଅନଲାଇନ ମୋବାଇଲ ଗେମ୍ ଖେଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ରାତିରେ ଦୁର୍ଗା ଦତ୍ତ ଘରେ ଏକୁଟିଆ ଥିବା ବେଳେ ଆଜି ସକାଳୁ ସକାଳୁ ତାର ବଡ ଭାଇ ଆସି ଘର କବାଟ ବାଡେଇଥିଲା। ଦୁର୍ଗା ଦତ୍ତ ଘର କବାଟ ନ ଖୋଲିବାରୁ ଝରକା ପଟେ ତାର ଭାଇ ଝୁଲନ୍ତା ଅବସ୍ଥାରେ ଦୁର୍ଗା ଦତ୍ତକୁ ଦେଖିବା କ୍ଷଣି କବାଟ ଭାଙ୍ଗି ପଶି ସେ ପୋଲିସକୁ ଖବର ଦେଇଥିଲା। ଖବର ପାଇ କୁଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ତେବେ ସେ ପ୍ରତିଦିନ ଅନଲାଇନ ଫ୍ରି ଫାୟାର ଗେମ୍ ଖେଳୁଥିଲା ବୋଲି ସ୍ଥାନୀୟ ଲୋକେ କହିଥିବା ବେଳେ ଏହି ଗେମ୍କୁ ନେଇ ତାର ମୋବାଇଲ ରିଚାର୍ଜ ନଥିଲା। ସେ ରାତିରେ ତାର ବଡ ଭାଇକୁ ମୋବାଇଲ ରିଚାର୍ଜ କରିବା ପାଇଁ କହିଥିଲା, ହେଲେ ଭାଇ ତାର ମୋବାଇଲକୁ ରିଚାର୍ଜ କରିନଥିଲା। ତେବେ ରାତିରେ ସେ ଅନଲାଇନ ଗେମ୍ ଖେଳି ପାରିନଥିବା ହେତୁ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି ବୋଲି ସନ୍ଦେହ କରାଯାଉଛି। ତେବେ ଘଟଣାକୁ ନେଇ ପୋଲିସ ତଦନ୍ତ କରିଥିବା ବେଳେ ଫ୍ରି ଫାୟାର ଗେମ୍ ଯୋଗୁଁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଆଜି ସକାଳେ ଗୋଟେ ଦୁଃଖଦାୟକ ଘଟଣା ଘଟିଛି। ମୁଁ ଆଜି ସକାଳେ ଘରେ ଥିଲି, ମତେ ଜଣେ ଫୋନ କଲେ, କହିଲେ ଭାଇ ଗୋଟେ ପିଲାଟି ରସି ଲାଗିକି ଜୀବନ ହାରିଯାଇଛି। ଆମେ ସାଙ୍ଗେ ସାଙ୍ଗେ ଆସି ଦେଖେଇଲି ସେ ପିଲାଟି ଜୀବନ ନାହିଁ ତାର। କିନ୍ତୁ ଗୋଟେ କଥା ହଉଛି କଣ, ଆମେ ଯେତେବେଳେ ଦାଦାକୁ ପଚାରିଲୁ, ବାବୁଦାଦାକୁ ପଚାରିଲୁ, କହିଲେ ଦାଦା କେମିତି କଣ ହେଇଛି, ଦାଦା କହିଲେ ମୋବାଇଲରେ ସବୁବେଳେ ସେ ଗେମ୍ ଖେଳି ବୁଡି ରୁହେ। କିନ୍ତୁ ଆମେ ଦେଖିଲୁ ତା ହାତରେ ଗୋଟେ କଟା ଦାଗ ଅଛି, ବ୍ଲେଡ ବୋଧେ ଗାଡ଼ି ଦେଇଛି, କଣ ଗୋଟେ କଟା ଦାଗ ଅଛି। ତା ପୋଲିସ ଆମ କୁଜଙ୍ଗ ପୋଲିସ ଇନଭେଷ୍ଟିଗେଟ କରିଛନ୍ତି। ଆଉ କୁଜଙ୍ଗ ପୋଲିସ ଯାଇକି ସବୁ ଜବତ କରିକି ବ୍ୟବସ୍ଥା ପାଇଁ ଯୋଗାଯୋଗ କରିଛନ୍ତି। ଆଉ ସନ୍ତରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି। କାହିଁକି ଏଇ ମାସରେ 2ଟା ଜୀବନ ଚାଲିଗଲାଣି। କାହିଁକି ନା ବାପା ମାଙ୍କୁ ଅନୁରୋଧ, ଏଇ ଯୋଉ ମୋବାଇଲ ଠାରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ, ସଚେତନ କରନ୍ତୁ। କାହିଁକି ନିଜ ଜୀବନଟା ଚାଲି ଯାଉଛି, ଗେମ୍ ଫେମ୍ ଖେଳିକି ନିଜ ଜୀବନଟା ଚାଲି ଯାଉଛି। କୁଜଙ୍ଗରୁ ମନୋଜ କୁମାର ଜେନାଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।